ସାଧାରଣ ସମ୍ପାଦକ ମୟୂରଭଞ୍ଜ ମହୋତ୍ସବ କମିଟି ମୟୂରଭଞ୍ଜ। ଦେଖନ୍ତୁ ମୟୂରଭଞ୍ଜର ଦୁଇଟି ଉତ୍ସବ ମହୋତ୍ସବ ହୁଏ, ଗୋଟେ ଭୁବନେଶ୍ୱରରେ ହୁଏ। ମୟୂରଭଞ୍ଜ 7 ବର୍ଷ ହେଲା କରୋନା 2 ବର୍ଷ ବନ୍ଦ ହେଲା ପରେ 7 ବର୍ଷ ଧରିକି ମୟୂରଭଞ୍ଜରେ ଅନୁଷ୍ଠିତ ହେଉଛି। ଆର ପ୍ରଥମରୁ ଲକ୍ଷ୍ୟ ଥିଲା ମୟୂରଭଞ୍ଜ ଜିଲ୍ଲାରେ ଥିବା ଯୋଉ ଅନାଲୋଚିତ ଯୋଉ ଜାଣି ପାରୁନାହାନ୍ତି ଲୋକ ଯୋଉ ପର୍ଯ୍ୟଟନ ସ୍ଥଳୀ ଅଛି ସେଗୁଡ଼ିକୁ କେମିତି ବିଶ୍ୱ ଦରବାରରେ ପରିଚିତ କରିବା ତାର ମୂଳ ଲକ୍ଷ୍ୟ ଏବଂ ମୟୂରଭଞ୍ଜ କଳା ସଂସ୍କୃତି ଐତିହ୍ୟ ଯାହା ବି କିଛି ପୁରୁଣା ଗାଥା ଅଛି ରାଜତନ୍ତ୍ର ସମୟରୁ ସେସବୁ କେମିତି ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚେଇବା, କେନ୍ଦ୍ର ସରକାର ପାଖରେ ପହଞ୍ଚେଇକି ବିଶ୍ୱ ଦରବାରରେ ମୟୂରଭଞ୍ଜର ଯୋଉ ପରମ୍ପରାଟାକୁ ଜଣେଇବା ବାବଦରେ ଆମେ ମହୋତ୍ସବ ଆରମ୍ଭ କରିଥିଲୁ। ସେତେବେଳେ ଚିନ୍ତାଧାରା ଥିଲା ପ୍ରତ୍ୟେକ ବର୍ଷ ମହୋତ୍ସବରେ ଗୋଟେ ମୟୂରଭଞ୍ଜ ଜିଲ୍ଲାର ଯୋଉ ଶତାଧିକ ପର୍ଯ୍ୟଟନ ସ୍ଥଳୀ ଅଛି, ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ପର୍ଯ୍ୟଟନ ସ୍ଥଳୀକୁ ସେଠି ଷ୍ଟେଜରେ ସ୍ଥାନ ଦିଆହବ, ଲାଇଭ୍ ଷ୍ଟେଜ ହବ ଏବଂ ମୟୂରଭଞ୍ଜର ଖାଇବା ପୋଷାକ ବେଶଭୂଷା ଚାଲିଚଳନ ସବୁକୁ ଷ୍ଟେଜ ମାଧ୍ୟମରେ ଏବଂ ସେ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରିବା। ଯାହା ସପ୍ତମ ବର୍ଷ ପଦାର୍ପଣ କରୁଛୁ। ଆଉ ଆସ୍ତେ ଆସ୍ତେ ମହୋତ୍ସବ ଆଗକୁ ସମସ୍ତଙ୍କର ଜନସାଧାରଣଙ୍କ ସହଯୋଗ ଫଳରେ ବହୁତ ଆଗକୁ ବଢି ପାରିଛି। ଆଶା କରୁଛି ଆପଣମାନଙ୍କ ମାଧ୍ୟମରେ ମଧ୍ୟ ଏ ମହୋତ୍ସବ ଆହୁରି ଆଗକୁ ଯିବ। ଏ ଆରମ୍ଭ ହେଉଛି ଡିସେମ୍ବର 1 ତାରିଖ କାର୍ନିଭାଲ ଶୋ, ଯୋଉଟା ଓଡ଼ିଶାର ସବୁଠୁ ବଡ଼ କାର୍ନିଭାଲ ଶୋ ସାଂସ୍କୃତିକ ଶୋଭାଯାତ୍ରା, ଯୋଉଠି ଆଦିବାସୀ ଅଣ ଆଦିବାସୀ କଳାକାର ମାନେ ରାଜରାସ୍ତାରେ ନୃତ୍ୟ ପରିବେଷଣ କରି ଦୀର୍ଘ 5 କିଲୋମିଟର ଚାଲି ଡେଷ୍ଟିନେସନକୁ ପହଞ୍ଚନ୍ତି। ତା ପରଠୁ ଆରମ୍ଭ ହୁଏ ଷ୍ଟେଜ ପ୍ରୋଗ୍ରାମ। ଷ୍ଟେଜ ପ୍ରୋଗ୍ରାମରେ ଆମର ଏଥର ରହିଛି 10 ଦିନ ଷ୍ଟେଜ ପ୍ରୋଗ୍ରାମରୁ 3 ଦିନ ଆଦିବାସୀଙ୍କ ପାଇଁ, ଯେହେତୁ ସର୍ବବୃହତ ଆଦିବାସୀ ବହୁଳ ଜିଲ୍ଲା, ଓଡ଼ିଆ ଭାଷାଭାଷୀଙ୍କ ପାଇଁ 3 ଦିନ, କୁଡୁମାଲି ମାନେ ମହାନ୍ତ ଜାତିଙ୍କର ସଂସ୍କୃତିକୁ ଦେଖିବା ପାଇଁ 2 ଦିନ ଏବଂ ବାକି 2 ଦିନ ରହିକି ଆମେ ବମ୍ବେ କାଲକାଟାର ବଡ଼ ବଡ଼ ଆର୍ଟିଷ୍ଟକୁ ଆଣାଯାଉ। ସେଠି ଜିଲ୍ଲା କଳାକାର ସହିତ ବାହାର କଳାକାର ମଧ୍ୟ ସାମିଲ ହୁଅନ୍ତି ପ୍ରତ୍ୟେକ 10 ଦିନ ସାରା।